हेलो फ्रेंड्स आप ସମସ୍ତଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଗୋଟେ ଭିଡ଼ିଓରେ ଓ ତ୍ରିପଲ୍ ଏସ୍ ଆର୍ ଆଇ ଏଆର୍ଆଇ ଆଇସିଡିଏସ୍ ସୁପରଭାଇଜର ଏବଂ ଜୁନିୟର ଆସିଷ୍ଟାଣ୍ଟର 2026ରେ ଯେଉଁ ଏକ୍ଜାମ୍ ଆପଣମାନେ ଦେଉଛନ୍ତି ଯେଉଁ ବହୁତ ସାରା ସିଫ୍ଟରେ ଆପଣମାନଙ୍କ ଏକ୍ଜାମରେ ଆଟେମ୍ପ୍ଟ କରୁଛନ୍ତି ଆପଣମାନଙ୍କୁ କେଉଁ ସିଫ୍ଟରେ କ'ଣ ହେଉଛି କେଉଁ ସିଫ୍ଟରେ ଆପଣମାନଙ୍କୁ ମଡରେଟ୍ ଆସୁଛି କେଉଁ ସିଫ୍ଟରେ ଆପଣମାନଙ୍କୁ କ'ଣ ଆସୁଛି ହାର୍ଡ଼ ଆସୁଛି ଆଉ କେଉଁ ସିଫ୍ଟରେ ଆପଣମାନଙ୍କୁ କ'ଣ ଅଛି ଇଜି ଆସୁଛି ତ ସବୁ ସିଫ୍ଟରେ ସବୁ ପ୍ରକାରର କୋଶ୍ଚିନ୍ସ ଆପଣମାନଙ୍କୁ ଦେଖିବାକୁ ମିଳୁନି ମାନେ ସବୁ ଲେଭେଲର କୋଶ୍ଚିନ୍ସ ଆପଣମାନଙ୍କୁ ଦେଖିବାକୁ ମିଳୁନି ସେଠାରେ କ'ଣ ହେଇଛି ଆପଣମାନଙ୍କୁ ଡିଫରେଣ୍ଟ ଟାଇପ୍ର କୋଶ୍ଚିନ୍ସ ଆପଣମାନଙ୍କୁ ଦେଖିବାକୁ ମିଳୁଛି କାରଣ ବହୁତ ସାରା ସିଫ୍ଟରେ ହେଇଛି ନା ସବୁ ପ୍ରକାର କୋଶ୍ଚିନ୍ସ ସେ ଆପଣମାନଙ୍କୁ ଦେବାଟା ପସିବିଲିଟି ନୁହେଁ ତ କ'ଣ ହେଇଛି ଆପଣମାନେ ଏଥିରେ ସେଥିପାଇଁ କ'ଣ ଅଛି ଏଥିରେ ନର୍ମାଲାଇଜେସନ ମାର୍କ ଆପଣମାନଙ୍କ ପାଇଁ ଏଡ୍ ଅଛି ନର୍ମାଲାଇଜେସନ ରୁଲ୍ ଏଥିରେ କ'ଣ ହେଇଛି ଆପ୍ଲାଏ ହେଇଛି ଓକେ ଯେହେତୁ ଟିସିଏସ୍ ଆପଣମାନଙ୍କୁ କଣ୍ଡକ୍ଟ କରୁଛି ଟିସିଏସ୍ ଏକର୍ଡିଂ ଟିସିଏସ୍ ଅନୁସାରେ ହିଁ ଆପଣମାନଙ୍କୁ ନର୍ମାଲାଇଜେସନ ଫର୍ମୁଲାଟା ଆପଣମାନଙ୍କ ଏଥିରେ ଏକ୍ଜାମରେ ୟୁଜ୍ ହବ ଓକେ ଦେଖନ୍ତୁ ପ୍ରାୟତଃ 1 ମନ୍ଥ ଧରିକି ଏଇ ଟ୍ରିପଲ୍ ଏସ୍ ଆର୍ଆଇଆର୍ଆଇର ଏକ୍ଜାମ ବର୍ତ୍ତମାନ ଚାଲିଛି ଓକେ ତ ଭାବନ୍ତୁ କେତେ ସାରା ସିଫ୍ଟରେ ହେଇଥିବ ତ ଏଠି କ'ଣ ହେଇଛି ଆପଣମାନଙ୍କୁ ନର୍ମାଲାଇଜେସନରେ ବହୁତ ସାରା ଆପଣମାନଙ୍କୁ ଫାଇଦା ହେବାକୁ ଯାଉଛି ତ ଏଥିମଧ୍ୟରେ କ'ଣ ହେଇଛି ଆପଣମାନେ ନିଶ୍ଚିତ ଭାବୁଥିବେ ଯେ ମୁଁ ଯେଉଁ ସିଫ୍ଟରେ ଏକ୍ଜାମ ଦେଇଛି ଯେଉଁ ସିଫ୍ଟରେ ମୋର ଏକ୍ଜାମ ଥିଲା ସେ ସିଫ୍ଟରେ ଏଭରେଜ ସ୍କୋର କେତେ ଆଉ ମୋର ସେଭ୍ ଆଟେମ୍ପ୍ଟ କେତେ ମାନେ ସେଭ୍ ସ୍କୋର କେତେ ଯେଉଁଦ୍ୱାରା କି ମୁଁ ନିଶ୍ଚିତ ହେଇକି ରହିପାରିବି ଯେ ମୋର ଗୋଟେ ମାନେ ସିଲେକ୍ସନର ଚାନ୍ସେସ୍ ଅଛି ଓକେ ତ ଏଇ ଚାନ୍ସେସ୍କୁ ନେବା ପାଇଁ ମୁଁ ଆପଣମାନଙ୍କୁ ପ୍ରିଭିୟସ୍ ଇୟର୍ର ମାନେ ପ୍ରିଭିୟସ୍ ଇୟର୍ର କଟ୍ ଅଫ୍ ଆଉ ଆପ୍ଲିକେସନ୍ କ୍ୟାଣ୍ଡିଡେଟ୍ ମାନେ ନମ୍ବର ଅଫ୍ ଆପ୍ଲିକାଣ୍ଟ ଅନୁସାରେ ଆନାଲିସିସ୍ କରିକି ଆପଣମାନଙ୍କ ପାଇଁ କିଛି ଗୋଟେ ତଥ୍ୟ ଆଣିଛି ଏଇ ଏକ୍ସପେକ୍ଟେଡ୍ କଟ୍ ଅଫ୍ଟା ଆପଣମାନଙ୍କୁ ସିଓର ନାହିଁ 100% ନୁହେଁ ଏଇ କଟ୍ ଅଫ୍ଟି ଆପଣମାନଙ୍କୁ 100% ନୁହେଁ ଓକେ ଇଏ ହେଉଛି ଏକ୍ସପେକ୍ଟେଡ୍ ରାଇଟ୍ ଆଉ ତ ଆପଣମାନେ ଭାବି ନେବେନି ଯେ ଏଇଟା ହେଉଛି 100% ଇଏ 100% ନୁହେଁ ଗୋଟେ ଏକ୍ସପେକ୍ଟେଡ୍ ଗୋଟେ ଏଜିଏମ୍ ନିଆ ହେଇଛି ଯେ ଏତିକି ଆଣିଲେ ଆପଣମାନେ ସେଭ୍ ରହିପାରିବେ ଏତିକି ତ ସେଭ୍ ସ୍କୋର ବଟ୍ ଏତିକି ଫାଇନାଲ୍ କଟ୍ ଅଫ୍ ନୁହେଁ ଯଦି ଏତିକି ମାର୍କ ଆପଣମାନେ ଯଦି ଆଣିଛନ୍ତି ତାହେଲେ ଭାବି ନିଅନ୍ତୁ ଆପଣମାନେ ନିଶ୍ଚିତ ଭାବରେ କ୍ୱାଲିଫାଇ କରିନେବେ କ'ଣ ପାଇଁ କ୍ୱାଲିଫାଇ କରିନେବେ କାହିଁକି ନା ଏଠି କ'ଣ ଅଛି ନର୍ମାଲାଇଜେସନ୍ ମାର୍କ ଅଛି ଓକେ ନର୍ମାଲାଇଜେସନ୍ ମାର୍କ ପରେ ଆପଣମାନଙ୍କ ନିଶ୍ଚିତ ଭାବରେ ବହୁତ ସାରା ମାର୍କ ଆପଣମାନଙ୍କୁ ଏଡ୍ ହେବାକୁ ଯାଉଛି କାହିଁକି ନା ଯେଉଁ ପ୍ରିଭିୟସ୍ ଯେଉଁ ଆର୍ଆଇ ଆସିଥିଲା ଦେଖନ୍ତୁ ପିଲାମାନଙ୍କର କ'ଣ ଅଛି 25 ମାର୍କ ହିଁ ଇନକ୍ରିଜ୍ ହେଇକି ଯାଇଛି ଓକେ ତ ଦେଖନ୍ତୁ କ'ଣ ହେଇପାରେ ଏଥର କିଛି ବି ନହେଲେ 10ରୁ 15 ମାର୍କ ତ ଇନକ୍ରିଜ୍ ହେବାଟା ହିଁ ହେବ ଓକେ ନର୍ମାଲାଇଜେସନରେ ସିଫ୍ଟ ଅନୁଯାୟୀ ଓକେ ଆପଣମାନଙ୍କୁ ବହୁତ ସାରା ବେନିଫିଟ୍ସ ରହିଛି ଆଉ ମିନିମମ୍ ଆପଣମାନେ ଯଦି ଏତିକି ଆଟେମ୍ପ୍ଟ କରିଛନ୍ତି ଏତିକି ଯଦି ସ୍କୋର ଆପଣମାନଙ୍କର ବନୁଛି ତାହେଲେ ଆପଣମାନେ ନିଶ୍ଚିତ ରହିପାରିବେ ନିଶ୍ଚିତ ହିଁ ରୁହନ୍ତୁ ତ ଦେଖିନେବା କ୍ୟାଟେଗୋରୀ ୱାଇଜ୍ ମୁଁ ଆପଣମାନଙ୍କୁ କହୁଛି ଦେଖନ୍ତୁ ତ ଏଠି କ'ଣ ଅଛି ୟୁଆର୍ରେ ଆପଣମାନେ ଯଦି ୟୁଆର୍ରେ ଯଦି ଆପଣମାନେ 70ରୁ 75 ଯଦି ଆପଣମାନେ ଆଟେମ୍ପ୍ଟ କରୁଛନ୍ତି ନର୍ମାଲାଇଜେସନ୍ ପରେ ଆପଣମାନଙ୍କୁ ବଢ଼ିପାରେ ଓକେ କମି ମଧ୍ୟ ପାରେ 5 ++1 ମାଇନସ୍ ଆପଣଙ୍କର କ'ଣ ହେବ +5 କି -5 ଆପଣମାନଙ୍କର ହେଇପାରେ କିନ୍ତୁ ଏତିକି ଯଦି ଆଟେମ୍ପ୍ଟ କରୁଛନ୍ତି ତାହେଲେ ଆପଣମାନେ ଭାବି ନେବେ ଆପଣମାନଙ୍କର ସେଭ୍ ରହିଛି ସ୍କୋର ଓକେ ଏସ୍ସିବିସି ଆଉ ଓବିସି ଓକେ ଏଠି ଆପଣମାନଙ୍କ 65ରୁ 70 ଯଦି ଆଟେମ୍ପ୍ଟ କରୁଛନ୍ତି ତାହେଲେ ଆପଣମାନେ ସେଭ୍ ଓକେ ଆଉ ରହିଲା ଇଡବ୍ଲ୍ୟୁଏସ୍ ଓକେ ଇଡବ୍ଲ୍ୟୁଏସ୍ କ୍ୟାଟେଗୋରୀ ଦେଖନ୍ତୁ 65ରୁ 70 ଓକେ ଓବିସି ଆଉ ଇଡବ୍ଲ୍ୟୁଏସ୍ ଯାକ ସେମ୍ ଓକେ ଏସ୍ସିସି ମଧ୍ୟ ପିଲା କ'ଣ କରୁଛନ୍ତି ଆଉ ଆର୍ଥର କ'ଣ କରୁଛନ୍ତି ଟିକେ ଓବିସି ଟାଇପ୍ର ହିଁ ମାର୍କ ଆଣୁଛନ୍ତି ଓକେ ତ ଏଇଟା କ'ଣ ହେଇଛି ପ୍ରାୟତଃ ବେଶୀ ଡିଫରେଣ୍ଟ ନାହିଁ ସେ 5 ମାର୍କ ଡିଫରେଣ୍ଟ ଓକେ ଏସ୍ଟିରେ ଦେଖନ୍ତୁ ଏସ୍ଟିରେ ଆପଣମାନଙ୍କୁ କେତେ ଦେଖିବାକୁ ମିଳିଛି ଏସ୍ଟିରେ 55ରୁ ଆପଣମାନଙ୍କ ପାଇଁ 60 ମାର୍କ ଆପଣମାନେ ରଖିଥିଲେ ଆପଣମାନେ ସେଭ୍ ରହିପାରିବେ ଆଉ ଦେଖନ୍ତୁ ବହୁତ ସାରା କ୍ୟାଟେଗୋରୀ ଅଛି ସ୍ପୋର୍ଟସ୍ କ୍ୟାଟେଗୋରୀ ପିଡବ୍ଲ୍ୟୁଡି କ୍ୟାଟେଗୋରୀ ଓକେ ଏକ୍ସର୍ଭିସମେନ୍ ଏ ବହୁତ ସାରା କ୍ୟାଟେଗୋରୀ ରହିଛି ଦେଖନ୍ତୁ ସେଇ କ୍ୟାଣ୍ଡିଡେଟ୍ ପାଇଁ ମଧ୍ୟ ମୁଁ ନେଇକି ଆଣିଛି ଦେଖନ୍ତୁ ଏଥିରେ କ'ଣ ଅଛି ଜୁନିୟର ଆସିଷ୍ଟାଣ୍ଟ ବାହାରିଛି ଆଇରେ ପିଡବ୍ଲ୍ୟୁଡି କ୍ୟାଟେଗୋରୀ ମାଗିଛି ଓକେ ଓକେ ତ ଦେଖନ୍ତୁ ପିଡବ୍ଲ୍ୟୁଡିର 3ଟା କ୍ୟାଟେଗୋରୀ ଅଛି ଗୋଟେ ହେଉଛି ଭିଏଚ୍ ଗୋଟେ ଓଏଚ୍ ଗୋଟେ ଅଛି ଏଚ୍ଏଚ୍ ଓକେ ଏଥିରେ ଦେଖନ୍ତୁ ଆପଣମାନେ ଯଦି 50ରୁ 60 ଯଦି ଆପଣମାନେ ଆଟେମ୍ପ୍ଟ କରୁଛନ୍ତି ଯଦି ଆପଣମାନେ ଆଟେମ୍ପ୍ଟ କରିକି ଆସିଛନ୍ତି ତାହେଲେ ଆପଣମାନେ କମ୍ପ୍ଲିଟଲି ସେଫ୍ ଓକେ ଏକ୍ସର୍ଭିସମେନ୍ରେ ଦେଖନ୍ତୁ 50ରୁ 55 ମାର୍କ ଯଦି ଏତିକି ମାର୍କ ଆଣିଛନ୍ତି ତାହେଲେ ଆପଣମାନେ ସେଫ୍ ବୋଲି ଭାବି ନେଇପାରନ୍ତି ତାପରେ ଆପଣମାନଙ୍କୁ ଆଫ୍ଟର ନର୍ମାଲାଇଜେସନ୍ ମଧ୍ୟ ମାର୍କ ଆପଣମାନଙ୍କର ବଢ଼ିପାରେ ତ ଇଏ ଥିଲା ଆପଣମାନଙ୍କ ପାଇଁ ଗୋଟେ ଏକ୍ସପେକ୍ଟେଡ୍ ଯଦି ଆପଣମାନେ ପ୍ରିଭିୟସ୍ ଅନୁସାରେ ଦେଖିବେ ତାହେଲେ ଏଇ ରେଞ୍ଜରେ ହିଁ ଆପଣମାନଙ୍କର କଟ୍ ଅଫ୍ ଯାଇଛି ଓକେ ପ୍ରିଭିୟସ୍କୁ ଆନାଲିସିସ୍ କରିକି ହିଁ ଆପଣମାନଙ୍କୁ ଏଇ କଟ୍ ଅଫ୍ ମୁଁ କହିଛି